ଆଜିକାଲି ଏମିତି କିଛି ସ୍ତ୍ରୀ ଅଛନ୍ତି ନିଜେ ନିଜକୁ ବର୍ବାଦ କରିବାରେ ଲାଗିଛନ୍ତି। କାହିଁକି ନା କିଛି କିଛି ସ୍ତ୍ରୀ ନିଜର କିଛି ଜିନିଷ ଅନ୍ୟକୁ ଦେଇ ଦେଇଥାନ୍ତି। ଯାହାକି ଏମିତି କିଛି ଜିନିଷ ଥାଏ ଯାହା ଅନ୍ୟକୁ ଦେବା ଆଦୌ ଉଚିତ ହୋଇନଥାଏ। ନାହିଁ ତ ତାଙ୍କ ସ୍ୱାମୀ ପୁରା ବର୍ବାଦ ହୋଇଯାଆନ୍ତି। ଆଉ ଯେଉଁ ସ୍ତ୍ରୀ ଏହା ସହ ଏହି ଜିନିଷକୁ ଅନ୍ୟକୁ ଦେଇଥାନ୍ତି ତ ସେହି ସ୍ତ୍ରୀ ନିଜେ ନିଜକୁ ଏବଂ ତାଙ୍କ ବୈବାହିକ ଜୀବନକୁ ବର୍ବାଦ କରିଥାନ୍ତି। ତାଙ୍କ ଭାଗ୍ୟକୁ ଖରାପ କରିଥାନ୍ତି। ନିଜର ଏହି ଜିନିଷ ଅନ୍ୟକୁ ଉପଯୋଗ ପାଇଁ ଦେଇଥାନ୍ତି। କିନ୍ତୁ ନିଜେ ନିଜକୁ ବର୍ବାଦ କରିଦେଇଥାନ୍ତି। ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା ଅଛି। ଆଉ ଏହି ଉପାୟକୁ ଯଦି ଆପଣଙ୍କ ଘରେ କରିଥାନ୍ତି ତ ସେହି ଘରେ ନିଶା ଆଉ ନଶା ଦୁଇଟି ବଦଳି ଯାଇଥାଏ। ଆଜିର ଦୁନିଆରେ ଲୋକେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛନ୍ତି। ଅର୍ଥାତ୍ ନିଜେ ହିଁ ଭୁଲ କରିଥାନ୍ତି। ପୁଣି ପଛରେ ହିଁ ଭଗବାନଙ୍କୁ ଦୋଷ ଦେଇଥାନ୍ତି। ହେ ଭଗବାନ, ତୁମେ ମୋ ସହ ଏମିତି କାହିଁକି କଲ? ବାର ବାର ଭଗବାନଙ୍କୁ ଦୋଷ ଦେବାରେ ଲାଗିଥାନ୍ତି। କ'ଣ ଆପଣ ବି ଆପଣଙ୍କ ଘରେ ଏହି ଭୁଲ କରୁଛନ୍ତି କି? ତେବେ ଯେବେ ନେଗେଟିଭ୍ ଏନର୍ଜି ଆସିବା ଷ୍ଟାର୍ଟ ହୋଇଯାଇଥାଏ ତ ଆପଣ ଆପଣଙ୍କ ଘରେ ଏହି କାର୍ଯ୍ୟ କରିବା ଦ୍ୱାରା ଘରର ନିଶା ଆଉ ନକ୍ସା ବଦଳି ଯାଇଥାଏ। ହଁ ଦର୍ଶକ ବନ୍ଧୁ, ଭୁଲରେ ବି ଏହି ଜିନିଷ ଅନ୍ୟକୁ ଦିଅନ୍ତୁ ନାହିଁ। ନାହିଁ ତ ଆପଣଙ୍କୁ ରାସ୍ତା ଉପରକୁ ଓହ୍ଲାଇବାକୁ ବେଶୀ ଡେରି ଆଉ ଲାଗିବ ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ମନୁଷ୍ୟକୁ ତାଙ୍କ ଘରର ଜିନିଷ ଭୁଲରେ ବି ଅନ୍ୟକୁ କେବେ ବି ଉଧାର ବା ଉପହାରରେ ଦେବା ଉଚିତ ନୁହେଁ। ଆଉ ଘରର ଏହି ଜିନିଷ ଅନ୍ୟକୁ ଦେବା ଫଳରେ ଏହି ଜିନିଷ ସହିତ ଆପଣଙ୍କ ଘରର ଲକ୍ଷ୍ମୀ ମଧ୍ୟ ଚାଲିଯାଆନ୍ତି। ଆମକୁ ଛୋଟ ବେଳରୁ ହିଁ ଶିଖାଯାଇଥାଏ କି ଅନ୍ୟକୁ ସାହାଯ୍ୟ କରିବା ଦ୍ୱାରା ଅନ୍ୟକୁ ଦାନ କରିବା ସହ ଆମକୁ ପୁଣ୍ୟ ଫଳ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ କହିଥାନ୍ତି ଯେଉଁ ମନୁଷ୍ୟ ଭଲ କାମ କରିଥାନ୍ତି ତାଙ୍କୁ ସବୁବେଳେ ଭଲ ଫଳ ମଧ୍ୟ ମିଳିଥାଏ। ଏମିତି କିଛି ଜିନିଷ ଅଛି ଯାହା ଅନ୍ୟକୁ ଆଦୌ ଦେବା ଉଚିତ ନୁହେଁ। ଆଉ ଯଦି ସେହି ଜିନିଷ ଅନ୍ୟକୁ ଦେଇଥାନ୍ତି ସେହି ଜିନିଷ ସହ ଆପଣଙ୍କ ଘରର ସୁଖ ଶାନ୍ତି ମଧ୍ୟ ଚାଲିଯାଇଥାଏ। କାହିଁକି ନା ଏହି ଜିନିଷ ସହ ଆପଣଙ୍କ ଘରର ସୁଖ ସମୃଦ୍ଧି ଯୋଡ଼ି ହୋଇ ରହିଥାଏ। ଆଉ ସେହି ଜିନିଷକୁ ଆପଣ ଅନ୍ୟକୁ ଦେଇଦେବା ଦ୍ୱାରା ଆପଣ ଦରିଦ୍ରତା ଆଡ଼କୁ ଗତି କରିଥାନ୍ତି। କାହିଁକି ନା ଏହି ଜିନିଷ ଆପଣଙ୍କ ଘରର ବାସ୍ତୁଶାସ୍ତ୍ରରେ ଅନୁସାରେ ଚାଲିବା ଦରକାର। ଆଉ ଯେଉଁ ବ୍ୟକ୍ତି ବାସ୍ତୁଶାସ୍ତ୍ର ଅନୁସାରେ ଚାଲି ନଥାନ୍ତି ତ ତାଙ୍କ ଘରେ ବର୍ବାଦୀର ଲକ୍ଷଣ ଦେଖାଯାଇଥାଏ। ତେଣୁ ଆପଣ ସବୁବେଳେ ଭାବନ୍ତୁ ଆପଣଙ୍କ ବର୍ବାଦ ଆଡ଼କୁ ଯିବାର ନାହିଁ। ଆପଣଙ୍କ ଘରକୁ ବଞ୍ଚାଇବାକୁ ପଡ଼ିବ। ତେଣୁ ଆପଣଙ୍କ ଘରର ପ୍ରତ୍ୟେକ ସଦସ୍ୟ ଠିକ୍ ରହିବା ଦରକାର। ଆଉ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ପୁରା ଭଲ ଭାବରେ ପୂଜା ପାଠ କରିଥାନ୍ତି ତାହା ମୁଁ ସ୍ୱୀକାର କରିଥାଏ। ତାଙ୍କର ପ୍ରତ୍ୟେକ ମନସ୍କାମନାକୁ ମୁଁ ପୂରା କରିଥାଏ। ବିଷ୍ଣୁ ପୁରାଣରେ ଏହି ଜିନିଷ ମଧ୍ୟ ଉଲ୍ଲେଖ ଅଛି। ଏହି ଜିନିଷର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କର ସହିତ ରହିଥାଏ। ଆଉ ଆମ୍ଭେମାନେ ସମସ୍ତେ ଜାଣିଛନ୍ତି କି ମାତା ଲକ୍ଷ୍ମୀ ଆମ ଜୀବନରେ କେତେ ମହତ୍ତ୍ୱ ରହିଥାନ୍ତି। ଆଉ ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ ସେହି ଘରେ ସୁଖ ସମୃଦ୍ଧି ଧନ ସବୁ କିଛି ମହଜୁଦ ହୋଇ ରହିଥାଏ। ଆଉ ଯଦି କୌଣସି କାରଣରୁ ମହାଲକ୍ଷ୍ମୀ ଆପଣଙ୍କ ଉପରେ ରୋଷ୍ଟ କରିଥାନ୍ତି ତ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଉ ବୈଭବ ନଷ୍ଟ ହୋଇଯାଇଥାଏ। ଏଥିପାଇଁ ଆପଣମାନେ ଧ୍ୟାନ ରଖିବେ କି ଆପଣଙ୍କ ଘରେ ଯେଉଁ ଜିନିଷ ଅଛି ଏମିତି କିଛି ଜିନିଷ ଯାହାର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଥାଏ। ଆଉ ସେହି ଜିନିଷ କେବେ ବି ଅନ୍ୟକୁ ଉଦ୍ଧାର ହିସାବରେ ଦିଅନ୍ତୁ ନାହିଁ। ଯାହା ବି ହେଇଯାଉ କିନ୍ତୁ ଆପଣ ଏହି ଜିନିଷକୁ କେବେ ବି କାହାକୁ ଉଦ୍ଧାରରେ ଦିଅନ୍ତୁ ନାହିଁ। ବହୁତ ଥର ଏମିତି ହୋଇଥାଏ ଅଧିକ ପରିଶ୍ରମ ପରେ ବି ଅଧିକ ଇନକମ୍ ପରେ ବି ଘରେ ସବୁବେଳେ ଅଭାବ ଲାଗି ରହିଥାଏ। ଆଉ ଏହାର କାରଣ ହେଉଛି ଆପଣଙ୍କର ଜଣା ଅଜାଣତରେ କରିଥିବା କିଛି ଭୁଲ ପାଇଁ ଏମିତି ହୋଇଥାଏ। ଶାସ୍ତ୍ରରେ ଏମିତି କିଛି ନୀତି ନିୟମ ଲେଖା ଅଛି ଯାହାକୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଥାଏ ତାହା ଦୂର ହୋଇଯାଇଥାଏ। ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଏମିତି କିଛି କାର୍ଯ୍ୟ ଥାଏ ଯାହାକୁ କରିବା ଦ୍ୱାରା ଗରିବୀ ଆଉ ଦରିଦ୍ରତା ଆସିନଥାଏ। ଆଉ ଆପଣ ଆଜି ହିଁ ଏବେଠାରୁ କାର୍ଯ୍ୟକୁ ଛାଡ଼ି ଦିଅନ୍ତୁ ନାହିଁ କି ଆପଣ ବି ଆପଣଙ୍କ ଜୀବନରେ ଚିନ୍ତା ଦୁଃଖ ଦୁର୍ଦ୍ଦଶା ଲାଗି ରହିବ। ତେବେ ଆସନ୍ତୁ ଜାଣିବା କ'ଣ ସେହି ଜିନିଷ ଯାହାକୁ କେବେ ବି ଅନ୍ୟକୁ ଦେବା ଉଚିତ ନୁହେଁ। ପ୍ରଥମ ଜିନିଷ ହେଉଛି ସ୍ତ୍ରୀର ଗହଣା। ପତ୍ନୀଙ୍କ ଗହଣା ଆଭୂଷଣ ମାତା ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଏ। ଏଥିପାଇଁ ଯେବେ ବି ଆମେ ଗହଣା କିଣିଥାଉ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପୂଜା କରିଥାଉ।
ଏହାପରେ ଆମେ ସେହି ଗହଣାକୁ ପରିଧାନ କରିଥାଉ। ପ୍ରତ୍ୟେକ ଘରର ମହିଳାମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଆଉ ତାଙ୍କ ଶରୀରରେ ଗହଣାର ଆଭୂଷଣ ରହିବା ସୁଖ ସମୃଦ୍ଧିକୁ ଦର୍ଶାଇଥାଏ। ଖାସ୍ ଏହିଥିପାଇଁ ନିଜ ପତ୍ନୀଙ୍କର ଗହଣା କେବେ ବି କାହାକୁ ଉଦ୍ଧାର ହେଉ କିମ୍ବା ଦାନରେ ହେଉ କିମ୍ବା ଅନ୍ୟର ସାହାଯ୍ୟ ପାଇଁ କେବେ ବି ଅନ୍ୟକୁ ଦିଅନ୍ତୁ ନାହିଁ। ଖାସ୍ କରି ସୌଭାଗ୍ୟବତୀ ନାରୀ ତାଙ୍କ ମଙ୍ଗଳସୂତ୍ରକୁ, ପାଉଁଜିକୁ ଏବଂ ଅଣ୍ଟା ବିଛାକୁ କେବେ ବି ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ। ଏହା ଘରର ଉନ୍ନତି ଏବଂ ଭାଗ୍ୟ ସେହି ଗହଣା ସହିତ ଚାଲି ଯାଇଥାଏ ଏବଂ ମାତା ଲକ୍ଷ୍ମୀ ବି ଆପଣଙ୍କ ଉପରେ ରୁଷ୍ଟ ହୋଇଯାଆନ୍ତି। ଏଥିପାଇଁ ଆପଣଙ୍କ ଘରେ ସୁଖ ଶାନ୍ତି ପାଇଁ ଏହି ଗହଣା ଅନ୍ୟକୁ ଦିଅନ୍ତୁ ନାହିଁ। କିଛି କିଛି ମହିଳା ଏପରି ହୋଇଥାନ୍ତି ଯାହାକି ନିଜ ଗହଣା ପସନ୍ଦ ହୋଇନଥାଏ, ଅନ୍ୟ ଗହଣା ଶାଢ଼ୀ ପସନ୍ଦ ଆସିଥାଏ। ଯାହା ବି ନିଜ ଗହଣା ଏବଂ ଶାଢ଼ୀକୁ ଅଦଳ ବଦଳ କରିଥାନ୍ତି। ଏହା କରିବା ମାନେ ଆପଣ ମାତା ଲକ୍ଷ୍ମୀକୁ ରୁଷ୍ଟ କରିଥାନ୍ତି ଆଉ ଆପଣଙ୍କ ଘରୁ ମାତା ଲକ୍ଷ୍ମୀଙ୍କ ବାହାର କରିବାର ଉପାୟ କରିଦେଉଛନ୍ତି। କାହିଁକି ନା ଆଭୂଷଣ ଆଉ ଗହଣା ମହାଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ତେଣୁ ଆପଣ ଆପଣଙ୍କର ଗହଣାକୁ ହିଁ ଆପଣ ପିନ୍ଧିବା ଉଚିତ, ଅନ୍ୟକୁ ବି ପିନ୍ଧିବାକୁ ଦେବା ଉଚିତ ନୁହେଁ କି ଅନ୍ୟ ଗହଣା ଆପଣ ପିନ୍ଧିବା ଉଚିତ ନୁହେଁ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଜିନିଷ। ଦ୍ୱିତୀୟ ଜିନିଷ ହେଉଛି ଝାଡ଼ୁ। ଝାଡ଼ୁ ଘରର ନକାରାତ୍ମକ ଊର୍ଜାକୁ ଦୂର କରିଥାଏ ଆଉ ଝାଡ଼ୁ ବି ମାତା ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଏ। ଝାଡ଼ୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଖାସ୍ ଏଇଥିପାଇଁ ଆପଣଙ୍କ ଘରର ଝାଡ଼ୁକୁ କାହାକୁ ବି ଉଦ୍ଧାର କିମ୍ବା ଉପଯୋଗ କରିବା ପାଇଁ ଆଦୌ ଦିଅନ୍ତୁ ନାହିଁ। ଏହି ଝାଡ଼ୁ ପୁରୁଣା ହୋଇଯାଉଛି, ଖରାପ ହୋଇଯାଉଛି ତ ଏହାକୁ ବହି ଯାଉଥିବା ଜଳରେ ବାହାରକୁ ଫିଙ୍ଗି ଦିଅନ୍ତୁ, କିନ୍ତୁ ଏହାକୁ ଭୁଲରେ ବି ଉଦ୍ଧାର କିମ୍ବା ଦାନ ହିସାବରେ ଦିଅନ୍ତୁ ନାହିଁ। ପୁରୁଣା ଝାଡ଼ୁ ଅଳିଆ ଆବର୍ଜନା ଜାଗାରେ ବି ଫିଙ୍ଗନ୍ତୁ ନାହିଁ। ଆଉ ଯଦି ଆପଣଙ୍କର ପୁରୁଣା ଝାଡ଼ୁକୁ ଅନ୍ୟ କେହି ନେଇ ପୁଣି ଥରେ ବ୍ୟବହାର କରିଥାଏ ତ ତାଙ୍କ ଘରର ଦୁର୍ଭାଗ୍ୟ ଆପଣଙ୍କୁ ଲାଗିଥାଏ। ଏହା ସହ ଏହି କଥାକୁ ବି ଧ୍ୟାନ ରଖନ୍ତୁ କି ଅନ୍ୟ ଘରର ଝାଡ଼ୁ ଆପଣଙ୍କ ଘରେ କେବେ ବି ପ୍ରୟୋଗ କରନ୍ତୁ ନାହିଁ। କାହିଁକି ନା ଏମିତି କରିବା ଦ୍ୱାରା ତାଙ୍କ ଘରର ନକାରାତ୍ମକ ଊର୍ଜା ଆପଣଙ୍କ ଘରେ ବାସ କରିଥାଏ। ଆପଣ ସବୁବେଳେ ଆପଣଙ୍କ ଝାଡ଼ୁକୁ ଲୁଚାଇକି ରଖନ୍ତୁ। ଝାଡ଼ୁକୁ ଏମିତି ଜାଗାରେ ରଖନ୍ତୁ ଯାହାକି କାହାର ବାହାର ଆସୁଥିବା ବ୍ୟକ୍ତିଙ୍କ ନଜର ଝାଡ଼ୁ ଉପରେ ନ ପଡ଼େ। ଯଦି ଆପଣ ଆପଣଙ୍କ ଝାଡ଼ୁ ଖୋଲା ଜାଗାରେ ରଖିଥାନ୍ତି ତ ବାସ୍ତୁ ଦୋଷ ଆପଣଙ୍କୁ ଲାଗିଥାଏ। ଏହା ସହ ଭାଙ୍ଗି ଯାଇଥିବା ଝାଡ଼ୁକୁ ଆପଣଙ୍କ ଘରୁ ତୁରନ୍ତ ହଟାଇ ଦିଅନ୍ତୁ। ଝାଡ଼ୁକୁ କେବେ ବି ଏଣେ ତେଣେ ରଖନ୍ତୁ ନାହିଁ କିମ୍ବା କିଚେନରେ ବି ରଖନ୍ତୁ ନାହିଁ କିମ୍ବା ବେଡ୍ ତଳେ ବି ଏହି ଝାଡ଼ୁକୁ ରଖନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ ଲଢ଼ାଇ ଝଗଡ଼ା ହୋଇଥାଏ। ଆପଣଙ୍କ ସବୁବେଳେ ଏହି କଥାର ଧ୍ୟାନ ରଖିବା ଉଚିତ କି ଝାଡ଼ୁରେ କେବେ ବି ଆପଣଙ୍କର ପାଦ କିମ୍ବା ଗୋଡ଼ ମାରନ୍ତୁ ନାହିଁ। ଯଦି ଆପଣ ଝାଡ଼ୁକୁ ଗୋଡ଼ ମାରନ୍ତି ତେବେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ପ୍ରତି ଅପମାନ ସହିତ ସମାନ ହୋଇଥାଏ। ଝାଡ଼ୁକୁ ଗୋଡ଼ ମାରିବା କ୍ଷତି ଆପଣଙ୍କ ଘରକୁ ବାସ୍ତୁ ଦୋଷ ଲାଗିଥାଏ ଏବଂ ଆପଣଙ୍କର ଆର୍ଥିକ ହାନି ବି ହୋଇଥାଏ। ଯଦି ଆପଣଙ୍କ ଘରକୁ ନୂଆ ବୋହୂର ଆଗମନ ହୋଇଥାଏ କିମ୍ବା ଆପଣଙ୍କ ଝିଅର ଶାଶୁ ଘରକୁ ଯାଇଥାଏ ତେବେ ଆପଣ ତୁରନ୍ତ ଝାଡ଼ୁ ଲଗାଇବା ଉଚିତ ନୁହେଁ। ମାନ୍ୟତା ଅଛି କି ଏପରି କରିବା ଦ୍ୱାରା ଆପଣଙ୍କର ଘରର ଲକ୍ଷ୍ମୀ ରୁଷି ଯାଇଥାନ୍ତି ଏବଂ ଆପଣଙ୍କୁ ଧନହାନି ହୋଇଥାଏ। ଏବେ ଆସନ୍ତୁ ଜାଣିବା ତୃତୀୟ ଜିନିଷ। ତୃତୀୟ ଜିନିଷଟି ହେଉଛି ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି, ଚାଉଳ, ନଡ଼ିଆ, ଅଟା ଏହିପରି ଧଳା ରଙ୍ଗର ଖାଦ୍ୟ ଆପଣଙ୍କୁ ଅନ୍ୟକୁ ଦେବା ଉଚିତ ନୁହେଁ। ଏଇ ଜିନିଷ ସୂର୍ଯ୍ୟାସ୍ତ ପରେ ଅନ୍ୟକୁ ଉଦ୍ଧାର ଦେବା ଅଶୁଭ ହୋଇଥାଏ। ଏହା ମାନ୍ୟତା ଅଛି କି ଧଳା ଜାତୀୟ ଖାଦ୍ୟ ଜିନିଷରେ ଖରାପ ନଜର ବହୁତ ଜଲ୍ଦି ଲାଗିଯାଇଥାଏ। ଖାସ୍ ଏଥିପାଇଁ ସୂର୍ଯ୍ୟାସ୍ତ ପରେ ଆପଣଙ୍କ ଘରର ବସ୍ତୁ ଅନ୍ୟକୁ ଦେବା ଉଚିତ ନୁହେଁ। ଏହି ଜିନିଷକୁ ଦାନ କରିବା ଦ୍ୱାରା ଆପଣଙ୍କର ଘରର ସକାରାତ୍ମକ ଊର୍ଜା କମ୍ ହୋଇଯାଇଥାଏ। ଯଦି ବି ଆପଣ ଏହି ଜିନିଷ ଅନ୍ୟକୁ ଦେବାକୁ ଚାହୁଁଛନ୍ତି ତେବେ ଆପଣ ବଜାରରୁ କିଣିକି ଦେଇପାରିବେ, କିନ୍ତୁ ଆପଣଙ୍କ ରୋଷେଇ ଘରୁ ଉଠାଇ ଅନ୍ୟକୁ କେବେ ବି ଏହି ଜିନିଷ ଦିଅନ୍ତୁ ନାହିଁ। ଖାସ୍ କରି ଲୁଣ ବି ଭୁଲରେ ଦିଅନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ଅନ୍ୟ ଏକ ଜିନିଷ। ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ମାତା ଲକ୍ଷ୍ମୀ ଆମ ଘରେ ସଦା ବିରାଜମାନ ରହିବା ପାଇଁ ଯଦି ଆପଣମାନେ ଚାହାନ୍ତି ତ ଏପରି କିଛି କରିବା ଦରକାର ଯାହାକି ସବୁବେଳେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର କୃପା ବନି ରହିବ। ଏଥିପାଇଁ ଆପଣ ଆପଣଙ୍କର ପତ୍ନୀଙ୍କ ପାଖରେ ଯଦି କିଛି ପଇସା ରଖୁଛନ୍ତି ତ ସେହି ପଇସାକୁ ସ୍ତ୍ରୀ ଠାରୁ ନେଇ କେବେ ବି ଅନ୍ୟକୁ ଦାନ କିମ୍ବା ଉଦ୍ଧାର ଦିଅନ୍ତୁ ନାହିଁ। ଯଦି ଆପଣଙ୍କ ପତ୍ନୀଙ୍କ ଠାରୁ ରଖିଥିବା ଧନ ଆପଣ ଅନ୍ୟକୁ ଉଦ୍ଧାର ଦେଇ ଦିଅନ୍ତି
ତ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯାଆନ୍ତି ଆଉ ଭବିଷ୍ୟତରେ ବି ଆପଣଙ୍କୁ ପଇସାର ଅଭାବ ସାମ୍ନା କରିବାକୁ ପଡ଼ିଥାଏ। ଖାସ୍ କରି ଏକାଦଶୀ ଦିନରେ ଆପଣଙ୍କ ଟ୍ରେଜେରୀରେ ରଖିଥିବା ଧନ ଅନ୍ୟକୁ କେବେ ବି ଦିଅନ୍ତୁ ନାହିଁ। ମାତା ଲକ୍ଷ୍ମୀ ବୈଭବ ପ୍ରଦାନକାରୀ ଅଟନ୍ତି, ସୌଭାଗ୍ୟ ଆଉ ମମତାଦାତ୍ରୀ ଅଟନ୍ତି। ଏହା ସହ ଅନ୍ନଦାତ୍ରୀ ବି ଅଟନ୍ତି। ତେଣୁ ଆପଣ ଅନ୍ନ ଗ୍ରହଣ କରିବା ପୂର୍ବରୁ ମାତା ଅନ୍ନପୂର୍ଣ୍ଣାଙ୍କୁ ଧନ୍ୟବାଦ ଅବଶ୍ୟ କରନ୍ତୁ। ରୋଷେଇ ଘରର ଶୁଦ୍ଧତା ଆଉ ସମ୍ପୂର୍ଣ୍ଣତା ସେତିକି ଆବଶ୍ୟକ ହୋଇଥାଏ ଯେତିକି ଧନର 5ଟି ବସ୍ତୁ ହୋଇଥାଏ। ଆଉ ସେହି 5ଟି ବସ୍ତୁ ହେଉଛି ରୋଷେଇ ଘରର ବେଲଣା, ପେଡ଼ି, ତାୱା। ଆପଣ ଧ୍ୟାନ ଦିଅନ୍ତୁ, ଆପଣଙ୍କ ରୋଷେଇ ଘରର ତାୱା ଓ ବେଲଣା, ପେଡ଼ି ଅନ୍ୟକୁ କେବେ ବି ଦିଅନ୍ତୁ ନାହିଁ। ଏହି ଜିନିଷ ଅନ୍ୟକୁ ଦେବା ଦ୍ୱାରା ଆପଣଙ୍କର ଭାଗ୍ୟ ବି ତାଙ୍କ ସହ ଚାଲିଯାଇଥାଏ। ମାତା ଲକ୍ଷ୍ମୀଙ୍କର ମଧ୍ୟ ତାୱା ଆଉ ବେଲଣା, ପେଡ଼ି ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ କେବେ ବି ଅନ୍ୟକୁ ଉଧାର ହିସାବରେ ଦିଅନ୍ତୁ ନାହିଁ। ନାହିଁ ତ ଆପଣଙ୍କ ଘରେ ଦୁର୍ଭାଗ୍ୟ ବାସ ହୋଇଥାଏ। ଆପଣଙ୍କ ରୋଷେଇ ଘରର ଛୁରୀ, ତଲୱାର, ପନିକି ଏହାକୁ କେବେ ବି ଅନ୍ୟକୁ ଦାନ କରିବା ଉଚିତ ନୁହେଁ। ଜ୍ୟୋତିଷ ବିଦ୍ୟାରେ ଏମିତି କରିବା ନୁକସାନ ହେବାର ଆଶଙ୍କା ଥାଏ। ମନାଯାଏ କି ଏହି 3ଟି ବସ୍ତୁକୁ ଦାନ କରିବା ଦ୍ୱାରା ଆପଣଙ୍କ ପରିବାରର ସୁଖ ଶାନ୍ତି ଭାଙ୍ଗି ଯାଇଥାଏ। ଏଥିପାଇଁ ରୋଷେଇ ଘରର ବେଲଣା, ପେଡ଼ି, ତାୱା ସହ ଛୁରୀ, କଇଞ୍ଚି, ପନିକି ଆଦି ଅନ୍ୟକୁ ଦେବା ଦ୍ୱାରା ଆପଣଙ୍କ ଘରର ସୁଖ ଶାନ୍ତି ଭଙ୍ଗ ହେବା ସହ ଆପଣଙ୍କ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର ବି ଆଶଙ୍କା ରହିଥାଏ। କିଛି ଲୋକ ଷ୍ଟିଲ୍ ବାସନକୁ ବି ଅନ୍ୟକୁ ଦାନ ହିସାବରେ ଦେଇଥାନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଷ୍ଟିଲ୍ ବାସନ ଦାନ କରିବା ଆପଣଙ୍କ ଘର ପାଇଁ ଅଶୁଭ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଷ୍ଟିଲ୍ ବାସନ ଦାନ କରିବା ଦ୍ୱାରା ଆପଣଙ୍କ ପରିବାରରେ ସୁଖ ଶାନ୍ତି ଭଙ୍ଗ ହୋଇଯାଇଥାଏ ଆଉ ଝଗଡ଼ା ମଧ୍ୟ ହୋଇଥାଏ। ଏହା ଯୋଗୁଁ ଆପଣଙ୍କ ଘରେ ଆର୍ଥିକ ସ୍ଥିତି ବନି ରହିଥାଏ। ଏଥିପାଇଁ ଷ୍ଟିଲ୍ ବାସନକୁସନ ଦାନ କରିବା ଆଦୌ ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ ପିଆଜ ରସୁଣର ଦାନ କରିବା ଆଦୌ ଉଚିତ ନୁହେଁ। ଫାଟି ଯାଇଥିବା କିମ୍ବା ଚିରି ଯାଇଥିବା ଗ୍ରନ୍ଥ କିମ୍ବା ବହି ଖାତା କେବେ ବି ଅନ୍ୟକୁ ଦାନ କରନ୍ତୁ ନାହିଁ। ନାହିଁ ତ ଏହାର ପ୍ରଭାବ ଆପଣଙ୍କ ପିଲା ଉପରେ ପଡ଼ିଥାଏ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଯାହାଫଳରେ କି ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖ ଯାଇ ପହଞ୍ଚିବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ। ଜୟ ମାତା ଲକ୍ଷ୍ମୀ।